ହଁ ହଁ ମୁଁ ଭଲ ଷ୍ଟୁଡେଣ୍ଟ ନଥିଲି କିନ୍ତୁ କପି କରୁନଥିଲି ଯେତିକି ପାରେ ଚିପି ଦେଇ ଆସେ ପାସ୍ ହେଇଯାଏ। ମୁଁ କପି କରେନି, ମୁଁ ଧରା କାହିଁ ପଡ଼ିବି? ମୁଁ କପି କରେନି, ଯେତିକି ଜ୍ଞାନ ଥୋଇଦିଆ ଆସେ ସେଇଥିରେ ପାସ୍ ଆଉଟ୍। ଓଡ଼ିଶାର ପିଲାମାନଙ୍କୁ ଧନ୍ୟବାଦ। +2 ଆରମ୍ଭ ହେଇଛି, ମାଟ୍ରିକ ଆଜି ଆରମ୍ଭ ହେଇଛି। ପିଲାମାନେ ଆଗ୍ରହରେ ଯାଉଛନ୍ତି ପରୀକ୍ଷା ଦେବା ପାଇଁ। ସରକାର ତରଫରୁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି। ପିଲାଙ୍କ କ୍ୟାରିୟର, ଆମ ପିଲାମାନେ ବଢ଼ିଆ ବଢ଼ିଆ ରେଜଲ୍ଟ କରିବେ। ମୁଁ ଏଇନା ବୁଲି ବୁଲି ଆସୁଛି 4-5ଟା ହାଇସ୍କୁଲ, ପିଲାମାନେ ଆନନ୍ଦରେ ଯାଉଛନ୍ତି। ମୋତେ ଭାରି ଖୁସି ଲାଗେ, ଆନନ୍ଦ ଲାଗେ। ରାତି ପାଇଲେ ଗୁଡ଼ିଏ ହାଇସ୍କୁଲ ହାରାହାରି 55ଟି ହାଇସ୍କୁଲ ଜଟଣୀ, ଭୁବନେଶ୍ୱର, ଖୋର୍ଦ୍ଧା ଏ ଭିତରେ ଆମେ କରିଛୁ। 13ଟି କଲେଜ କରିଛୁ। ପିଲାମାନେ ଆନନ୍ଦରେ ଯାଉଛନ୍ତି, ଆନନ୍ଦରେ ପରୀକ୍ଷା ଦେଇ ଆସୁଛନ୍ତି। ଝିଅମାନେ, ପୁଅମାନେ, ମୁଁ ଏଇନା ଦେଖି ଦେଖି ଆସିଲି। ସେଇ ମୁଁ ପେଟେ। ହଁ ହଁ ମୁଁ ଭଲ ଷ୍ଟୁଡେଣ୍ଟ ନଥିଲି କିନ୍ତୁ କପି କରୁନଥିଲି, ଯେତିକି ପାରେ ଚିପି ଦେଇ ଆସେ ପାସ୍ ହେଇଯାଏ। 3rd ଡିଭିଜନ ବାଲା ମୁଁ, କିନ୍ତୁ ମୋ ପିଲାମାନେ ବେଷ୍ଟ 10th ବାଲା। ଆମେ କଣ କରିବା? ପୁଅ ଝିଅ ମାନେ ମୋର ବେଷ୍ଟ 10th ଯାଇଛନ୍ତି, କିନ୍ତୁ ମୁଁ 1st ଡିଭିଜନ। ମୁଁ ମୁଣ୍ଡା ମୁଣ୍ଡିରେ ପାସ୍ କରିଥାଏ। ଏମଏଲଏ ଟା ଗୋସାଧ୍ୟ ପରିଶ୍ରମ, ନଟ୍ ସୋ ଇଜି। ଏମଏଲଏ କାମ ଆମକୁ ଏଇନା 18 ଘଣ୍ଟା କରିବାକୁ ପଡୁଛି। ମୁଁ କପି କରେନି, ମୁଁ ଧରା କାହିଁ ପଡ଼ିବି? ମୁଁ କପି କରେନି, ଯେତିକି ଜ୍ଞାନ ଥୋଇଦିଆ ସେଇଥିରେ ପାସ୍ ଆଉଟ୍। କପି କଲେ ମୁଁ ଫାଣ୍ଡିଜନ ମାରିଥାନ୍ତି। ମୋ ପାଖକୁ କୋଉ ମାଷ୍ଟର, କୋଉ ଲେକ୍ଚର ଆସିବେନି କପି ଧରିବା ପାଇଁ। ପିଲାମାନେ ପଇସା ଖର୍ଚ୍ଚ କରିକି ହଲରେ ପକାନ୍ତି। ସୁରତର ଯୋଉ ହଲରେ ପଶିବ, ବସି ପରୀକ୍ଷା ଦବ, ସେଠି କପି ଧରିବାକୁ ଯିବେନି। ମୁଁ ସେସବୁ କ୍ୟାରେକ୍ଟର ପିଲାଟି ଦିନ ଏ ଭୁବନେଶ୍ୱର ସହରରେ ଯେତେବେଳେ ଗୋଟାଏ ହାଇସ୍କୁଲ, BM ହାଇସ୍କୁଲ, କ୍ଲାସ 10th ମୋର, ଇଆଡ଼େ NC ସର୍ଜେଣ୍ଟ, ଚିଫ୍ ମନିଟର, ବିଜେପି କଲେଜ, ଇଆଡ଼େ ଅର୍ଡର ଅଫିସର, ଇଆଡ଼େ ଭାଇସ୍ ପ୍ରେସିଡେଣ୍ଟ। ଏ ଲିଡରସିପ ନେବା ଜଗନ୍ନାଥ, ଲିଙ୍ଗରାଜ ବା ଦକ୍ଷିଣ ଚଣ୍ଡୀ, ଆଲ୍ଲାହ, ଯୀଶୁ, ବୁଦ୍ଧ ପିଲାଟି ଦେଇଛନ୍ତି। ସଂଗଠନ କରିବା, ଭଲ ପାଇବା। ଆମକୁ କ୍ରିମିନାଲ ଭଲ ପାଆନ୍ତି, ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଭଲ ପାଆନ୍ତି, ଅତି ଜେଣ୍ଟଲ ଭଲ ପାଆନ୍ତି, ଝିଅ ଭଲ ପାଆନ୍ତି, ପୁଅ ଭଲ ପାଆନ୍ତି। ସମସ୍ତଙ୍କୁ ନେଇକି ମୁଁ ଚାଲିଛି ଆଜି ପର୍ଯ୍ୟନ୍ତ ସେଇଆ।